ସିଂହଳ ଦେଶରେ ଶାସନ କରୁଥାନ୍ତି ଜଣେ ରାଜା। ତାଙ୍କ ନାଁ ଧର୍ମପାଳ। ନିଜର ଏତେ ଟିକେ ବି ବିଚାର ବିବେକ ନଥାଏ। ଯେ ଯାହା କହିଲା ସେଇ କଥାରେ ମାତିଥାନ୍ତି। ଅତି ଏକଜିଦିଆ ମଣିଷ। ଯାହା ଭାବିଥିବେ ସେଇ କଥା କରନ୍ତି। ଏଥିପାଇଁ ଅନେକ ସମୟରେ ସେ ବହୁ ହଇରାଣ ହରକତ ହୁଅନ୍ତି। ଧର୍ମପାଳଙ୍କ ରାଜସଭାରେ ରହିଥାନ୍ତି କେତେକ ମନ୍ତ୍ରୀ ଆଉ ପଣ୍ଡିତ। ପଣ୍ଡିତମାନେ ତାଙ୍କ ସହିତ ଶାସ୍ତ୍ର ଚର୍ଚ୍ଚା କରନ୍ତି। ଏବେ ଯାହା ଶୁଣନ୍ତି ଆର କ୍ଷଣରେ ତାହା ଭୁଲି ଯାଆନ୍ତି।